ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଦେଖୁଛନ୍ତି ସତ୍ୟବାଣୀ। ଏହି ସତ୍ୟବାଣୀ ୟୁଟ୍ୟୁବ୍ ଚ୍ୟାନେଲରେ ଆମେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁ। ପ୍ରିୟର ମୋର ଭାଇ ଭଉଣୀମାନେ, ଥମ୍ବନେଲରେ ଆପଣମାନେ ଦେଖିବାକୁ ପାଇଲେ ଆଉ ଜଣେ ଖ୍ରୀଷ୍ଟିଆନ ହେବା ଯୋଗୁଁ କାହିଁକି ଦୁଃଖ ଭୋଗ କରେ, ଏହା ଉପରେ ଆମମାନେ ଆଲୋଚନା କରିବା। ଆଜିର ପ୍ରସଙ୍ଗ ହେଉଛି ଜଣେ ଖ୍ରୀଷ୍ଟିଆନ ହେବା ଯୋଗୁଁ କାହିଁକି ଦୁଃଖ ଭୋଗ କରେ। ପ୍ରଥମ ପିତର ତାର 4 ଅଧ୍ୟାୟ ଆମମାନେ 12ରୁ 19 ପର୍ଯ୍ୟନ୍ତ ପାଠ କରିବା। ପ୍ରିୟର ମୋର ଭାଇ ଭଉଣୀମାନେ, ଈଶ୍ୱର କ'ଣ କହନ୍ତି ତାହାଙ୍କର ଲୋକମାନଙ୍କୁ, ଯେଉଁମାନେ ଯୀଶୁଙ୍କୁ ଜାଣିଛନ୍ତି ସେମାନଙ୍କୁ, ସେ ବିଷୟ ନେଇ ଆମେ ଆଲୋଚନା କରିବା। ପ୍ରିୟ ବନ୍ଧୁଗଣ, ଯେଉଁ ଅଗ୍ନି ପରୀକ୍ଷାରେ ତୁମମାନେ କ୍ଲେଶ ଭୋଗ କରୁଅଛ, ତାହା ଏକ ଅସାଧାରଣ ଘଟଣା ବୋଲି ଭାବି ବିସ୍ମୃତ ହୁଅ ନାହିଁ, ବରଂ ଆନନ୍ଦିତ ହୁଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ କ୍ଲେଶ ଭୋଗର ଅଂଶୀ ହେବାରୁ ତାଙ୍କର ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ପରିପୂର୍ଣ୍ଣ ହେବ। ଖ୍ରୀଷ୍ଟଙ୍କ ଅନୁଗାମୀ ହୋଇଥିବାରୁ ତୁମ୍ଭେମାନେ ଅପମାନିତ ହୋଇଅଛ, ହେଲେ ତୁମ୍ଭେମାନେ ପ୍ରକୃତରେ ଧନ୍ୟ, କାରଣ ଈଶ୍ୱରଙ୍କ ଗୌରବମୟ ଆତ୍ମା ତୁମମାନଙ୍କଠାରେ ଅଧିଷ୍ଠାନ କରିଅଛି। ତୁମମାନଙ୍କ ମଧ୍ୟରୁ କେହି ନରହନ୍ତା, ଦସ୍ୟୁ ବା ଦୁରାଚାରୀ କିମ୍ବା ଗଣ୍ଡଗୋଳ ସୃଷ୍ଟି କରିବା ହେତୁ ଦୁଃଖ ଭୋଗ ନ କରୁ। କିମ୍ବା ତୁମ୍ଭେମାନେ ଯଦି ଖ୍ରୀଷ୍ଟ ବିଶ୍ୱାସୀ ହେବାରୁ ଦୁଃଖ ଭୋଗ କରୁଅଛ, ତେବେ ତାହା ପାଇଁ ଲଜ୍ଜିତ ହୁଅ ନାହିଁ। ଯେଉଁ ବିଶ୍ୱାସୀମାନଙ୍କୁ ପିତର ଏହି ପତ୍ର ଲେଖିଥିଲେ, ସେମାନଙ୍କ ମଧ୍ୟରୁ କେତେକ ବିଭିନ୍ନ ପ୍ରକାରର ପରୀକ୍ଷାରେ ଓ ଦୁଃଖ ଭୋଗ ଓ ତାଡ଼ନା ଭୋଗ କରୁଥିଲେ। ସେମାନେ ସେମାନଙ୍କ ଉପରକୁ ଆସୁଥିବା ଦୁଃଖ ଦ୍ୱାରା ଚକିତ ହୋଇଥିଲେ ଓ ଭୟଗ୍ରସ୍ତ ମଧ୍ୟ ହୋଇଥିଲେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପରେ ସେମାନେ ଆଶୀର୍ବାଦ, ଆନନ୍ଦ ଓ ସମୃଦ୍ଧି ପାଇବେ ବୋଲି ଭାବିଥିଲେ, କିନ୍ତୁ ଏହି ଉତ୍ତମ ବିଷୟଗୁଡ଼ିକ ପରିବର୍ତ୍ତେ ସେମାନେ ସେମାନଙ୍କର ବନ୍ଧୁମାନଙ୍କଠାରୁ ଅନେକ ଦୁଃଖ ପାଇଲେ ଓ ରୋମୀୟମାନଙ୍କଠାରୁ ତାଡ଼ନା ପ୍ରାପ୍ତ ହୋଇଥିଲେ। କେତେକ ହୁଏତ ଭାବିଥିବେ ଆମେ ପ୍ରତାରିତ ହୋଇଅଛୁ ବୋଲି, କିନ୍ତୁ ପିତର ଏଠାରେ ଉଲ୍ଲେଖ କରିଛନ୍ତି ଏବଂ ସ୍ମରଣ କରିଦେଉଛନ୍ତି ଯେ ଯେଉଁ ସବୁ ତାଡ଼ନା ତୁମମାନଙ୍କ ଉପରେ ଆସୁଛି, ତାହା ଯେ ଅଗ୍ନି ଦ୍ୱାରା ସୁବର୍ଣ୍ଣ ଯେପରି ପରିଷ୍କୃତ ହୁଏ, ସେମାନଙ୍କର ବିଶ୍ୱାସ ସେହିପରି ସେମାନଙ୍କ ଉପରେ ଆସୁଥିବା ଭୟଙ୍କର କିମ୍ବା ଷଡ଼ଯନ୍ତ୍ରର ପରୀକ୍ଷା ଦ୍ୱାରା ଅନେକ ପ୍ରକାର ଯନ୍ତ୍ରଣା, କଷ୍ଟ, ତାଡ଼ନା, ଅପମାନ ଯେଉଁଟା ଆସେ, ତାହା ସେହି ପରିଷ୍କୃତ ସୁବର୍ଣ୍ଣ ପରି ପରିଷ୍କୃତ ହୋଇଅଛି। ସେଥିପାଇଁ ଯେଉଁ ପରିମାଣରେ ଖ୍ରୀଷ୍ଟ ଦୁଃଖ ଭୋଗର ସୌଭାଗୀ ହେଉଛ, ସେହି ପରିମାଣରେ ଆନନ୍ଦ କର। ଯଦି ଆମେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହ ଦୁଃଖ ଭୋଗ କରିବା, ତେବେ ପରେ ତାଙ୍କ ଗୌରବରେ ଅଂଶୀ ହୋଇପାରିବା। ଯେତେବେଳେ ଖ୍ରୀଷ୍ଟ ପୁନର୍ବାର ପୃଥିବୀକୁ ଆସିବେ, ଆମେ ସମସ୍ତେ ତାଙ୍କ ସହିତ ଅଧିକ ଆନନ୍ଦ କରିବା। ସେଥିପାଇଁ ଦୁଃଖ ଭୋଗ ସମୟରେ ଆସନ୍ତୁ ଆମେ ଆମର ଚିନ୍ତାକୁ ଖ୍ରୀଷ୍ଟଙ୍କର ସେହି ଗୌରବ ଓ ଆନନ୍ଦର ପ୍ରତି ଫେରାଇବା, ଯେଉଁଥିରେ ଆମେ ଦିନେ ଅଂଶୀଦାର ହେବା। ଯଦି ଆମେ ସ୍ଥିର ହୋଇ ରହିବା, ପାଉଲ ଲେଖିଥିଲେ, ଆମ୍ଭେମାନେ ଈଶ୍ୱରଙ୍କ ଗୌରବରେ ଭରସାରେ ଦର୍ପ କରୁଅଛୁ। କେବଳ ତାହା ନୁହେଁ, ସମସ୍ତ କ୍ଲେଶରେ ମଧ୍ୟ ଦର୍ପ କରୁଅଛୁ। ତେଣୁ କ୍ଲେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ପୁଣି ଅନୁଭୂତିରୁ ଭରସା ଜନ୍ମେ, ଏହା ଆମ୍ଭେମାନେ ଜାଣୁ। ଆଉ ଭରସା ଲଜ୍ଜା ଦିଏ ନାହିଁ। ଯଦି ଆମେ ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ରାଜତ୍ୱ କରିବା। ଯେ ଖ୍ରୀଷ୍ଟଙ୍କୁ ବିଶ୍ୱସ୍ତ ଭାବରେ ଅନୁସରଣ କରିବ, ତାହାକୁ ଖ୍ରୀଷ୍ଟଙ୍କ ନାମ ସକାଶେ ଥରକୁ ଥର ଅପମାନିତ ହେବାକୁ ପଡ଼ିବ। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ତାହାଙ୍କୁ ଖ୍ରୀଷ୍ଟଙ୍କ ସକାଶେ ଭର୍ତ୍ସନା ଓ ନିନ୍ଦା ମଧ୍ୟ ସହ୍ୟ କରିବାକୁ ହେବ। ଏକ ଅପମାନ ମଧ୍ୟ ସହିବାକୁ ହେବ। ମାତ୍ର ଏକ ସମ୍ମାନ ଅଧିକାର ଅଟେ, ତାହା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଅଛି। ଯଦି ଆମେ ଖ୍ରୀଷ୍ଟଙ୍କର ନିନ୍ଦା ସହ୍ୟ କରିବା,
ତେବେ ତାଙ୍କର ଆତ୍ମା ଅର୍ଥାତ୍ ଗୌରବମୟ ଆତ୍ମା ଈଶ୍ୱର ନିଜେ ଆମ ନିକଟକୁ ଆସିବେ ଆଉ ଆମେ ତାଙ୍କ ସହିତ ଆଉ ରହିବା। ଯଦି ଆମେ ଭୁଲ କାର୍ଯ୍ୟ କରିବା ଯୋଗୁଁ ଦୁଃଖ ଭୋଗ କରୁଥିବେ, ଆମେ ଖ୍ରୀଷ୍ଟଙ୍କ ପ୍ରତି କିମ୍ବା ଆମ ନିଜ ପ୍ରତି କୌଣସି ସମ୍ମାନ ଆଣିନଥାଉ। ଆମର ଯୋଗ୍ୟ ଦଣ୍ଡ ଭୋଗ କରିବାରେ କୌଣସି ଆନନ୍ଦ ନାହିଁ। ସେଥିପାଇଁ ଆମେ ଯେଉଁ ସବୁ ଦୁଃଖ ଭୋଗ କରୁ ତାହା ଯଦି ଖ୍ରୀଷ୍ଟଙ୍କ ନିମନ୍ତେ ଆଉ ସତ୍କର୍ମ କରିବା ଯୋଗୁଁ କିମ୍ବା ଆମମାନଙ୍କ ଉପରେ ଏ ସମସ୍ତ ଆଉ ତାଡ଼ନା, ନିନ୍ଦା, ଅପମାନ ଆସେ, ତେବେ ସୁନିଶ୍ଚିତ ହେବା ଦରକାର ଯେ ଆମେ ପ୍ରଭୁ ଯୀଶୁଙ୍କ ନାମ ଦ୍ୱାରା ଆମମାନେ ତାଡ଼ନା ଭୋଗ କରୁଅଛୁ। ପିତର ଏହି ସମୟରେ ଖ୍ରୀଷ୍ଟିଆନ ନାମ ସମସ୍ତଙ୍କ ଦ୍ୱାରା ଘୃଣିତ ଥିଲା। ପିତରଙ୍କ ସମୟରେ ଖ୍ରୀଷ୍ଟିଆନ ନାମ ପ୍ରାୟ ସମସ୍ତଙ୍କ ଦ୍ୱାରା ଘୃଣିତ ଥିଲା। ଅନେକ ଖ୍ରୀଷ୍ଟିଆନ ଦରିଦ୍ର ଥିଲେ, କେତେକ କ୍ରୀତଦାସ ଚାକର ଥିଲେ, କେତେକ ପୂର୍ବତନ ଜିହୁଦୀ ଥିଲେ। ସେଥିପାଇଁ ରୋମୀୟମାନେ ଖ୍ରୀଷ୍ଟିଆନମାନଙ୍କୁ ଘୃଣା କରୁଥିଲେ। ଖ୍ରୀଷ୍ଟିଆନ ବୋଲି ଡକାଯିବା ଏକ ଲଜ୍ଜାଜନକ ବିଷୟ ଥିଲା। କିନ୍ତୁ ପିତର ଏଠାରେ କହିଛନ୍ତି, ଯଦି ଖ୍ରୀଷ୍ଟିଆନ ହେବାର କେହି ଦଣ୍ଡ ଭୋଗ କରେ ତାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ସେହି ନାମ ଧାରଣ କରିଅଛ ବୋଲି ଈଶ୍ୱରଙ୍କର ପ୍ରଶଂସା କର, କାରଣ ତାହା ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ ପ୍ରଭୁଙ୍କର ନାମ ଅଟେ। ପ୍ରିୟର ମୋର ଭାଇ ଭଉଣୀମାନେ, ପାପ ବିରୁଦ୍ଧରେ ଈଶ୍ୱରଙ୍କର ଦଣ୍ଡ ଈଶ୍ୱରଙ୍କ ଗୃହ ଠାରୁ ଅର୍ଥାତ୍ ବିଶ୍ୱାସୀମାନଙ୍କ ଠାରୁ ଆରମ୍ଭ ହୁଏ। ଈଶ୍ୱର ଖ୍ରୀଷ୍ଟିଆନମାନଙ୍କର ବିଚାର କରିବେ ଆଉ ସେମାନଙ୍କର ପାପ ନିମନ୍ତେ ଏକ ଦଣ୍ଡ ଦେବେ। ପାପ ନିମନ୍ତେ ଈଶ୍ୱର ଦେଉଥିବା ଦଣ୍ଡ ହେଉଛି ଆତ୍ମିକ ମୃତ୍ୟୁ। ସେହି ଦଣ୍ଡ ଯୀଶୁ ଆମ ସ୍ଥାନରେ ସହ୍ୟ କରିଥିଲେ। କୁଚିନ୍ତା ଏବଂ ଅନେକ ପ୍ରକାର ଅବିଶ୍ୱାସତା, ପାପ ଏ ସମସ୍ତ ବିରୁଦ୍ଧରେ ଆମମାନଙ୍କ ଉପରକୁ ଆସିଥାଏ। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, କିନ୍ତୁ ତୁମେମାନେ ଯଦି ଖ୍ରୀଷ୍ଟ ବିଶ୍ୱାସୀ ହେବାର ଦୁଃଖ ଭୋଗ କରୁଅଛ, ତେବେ ଲଜ୍ଜିତ ହୁଅ ନାହିଁ, ଭୟ କର ନାହିଁ, କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦିଅ, କାରଣ ତୁମେମାନେ ଖ୍ରୀଷ୍ଟଙ୍କ ନାମ ଧାରଣ କରିଅଛ। ବିଚାର କାଳ ଆସନ ଏବଂ ଈଶ୍ୱରଙ୍କ ଲୋକମାନେ ପ୍ରଥମେ ବିଚାରିତ ହେବେ। ଯଦି ଆମଠାରୁ ତାହା ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରରେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଶେଷ ଦଶା କ'ଣ ନ ହେବ? ଧର୍ମଶାସ୍ତ୍ରରେ ଲେଖା ଅଛି, ଯଦି ଧାର୍ମିକମାନଙ୍କ ପରିତ୍ରାଣ ପାଇବା ଏତେ କଷ୍ଟକର, ତେବେ ଅଧାର୍ମିକ ଓ ପାପୀମାନଙ୍କ ଦଶା କ'ଣ ହେବ? ସେଥିପାଇଁ ପ୍ରିୟର ମୋର ଭାଇ ଭଉଣୀମାନେ, ଏହି ନିନ୍ଦା, ଏହି ତାଡ଼ନାକୁ ଆମମାନେ ଭୟ କରିବା ଦରକାର ନୁହେଁ। ଈଶ୍ୱରଙ୍କ ଠାରେ ଆମମାନେ ବିଶ୍ୱାସ, ଭରସା ସ୍ଥାପନ କରି ଆମମାନେ ଆଗକୁ ବଢ଼ିବା ଆବଶ୍ୟକତା ଅଛି। ସେଥିପାଇଁ ଖ୍ରୀଷ୍ଟିଆନ ଭାବରେ ଅନେକ ପ୍ରକାର ତାଡ଼ନା ଓ ଅପମାନ ଆସେ। ସେଥିପାଇଁ ଲେଖାଯାଉଛି ପ୍ରଥମ ପିତର 5:7, ତୁମମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ଯିଶାୟା 41:10, ତୁମେ ଭୟ କର ନାହିଁ, କାରଣ ଆମେ ତୁମ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମକୁ ସବଳ କରିବା, ହଁ ଆମ୍ଭେ ତୁମକୁ ସାହାଯ୍ୟ କରିବା। କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ। ଗୀତ ସଂହିତା 87:10 ପଦ। ତାଡ଼ନାପ୍ରାପ୍ତ ଅନୁଗାମୀମାନଙ୍କ ପାଇଁ ଈଶ୍ୱରଙ୍କର ପ୍ରତିଜ୍ଞା ଏଇଟା ହେଉଛି। ପ୍ରିୟର ମୋର ଭାଇ ଭଉଣୀ, ଅତଏବ ଆମେମାନେ ସାହସପୂର୍ବକ କହିପାରୁ, ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ। ମନୁଷ୍ୟ ମୋହର କ'ଣ କରିବ? ଏବ୍ରୀ 13:6 ଲେଖା ଅଛି, ଯଦି ତୁମେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହେଲେ ତୁମେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା ଅର୍ଥାତ୍ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଠାରେ ଅଧିଷ୍ଠାନ କରୁଅଛି। ପ୍ରଥମ ପିତର 4:14 ଆପଣମାନେ ପାଇପାରିବେ। କାରଣ ସେ ତୁମର ସବୁ ଗତିରେ ତୁମକୁ ରକ୍ଷା କରିବା ପାଇଁ ଆପଣା ଦୂତଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ। ଗୀତ ସଂହିତା 91:11 ଏଣୁ ମୁଁ ମୃତ୍ୟୁ ଛାୟା ରୂପ ଉପେକ୍ଷା ଦେଇ ଗମନ କଲେ ହେ କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ତୁମ୍ଭେ ମୋର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ଗୀତ ସଂହିତା 23:4 ଲେଖା ଅଛି। ପ୍ରିୟ ମୋର ଭାଇ ଭଉଣୀମାନେ, ଦେଖ ପିତା ଆମମାନଙ୍କୁ କି ପ୍ରକାର ପ୍ରେମ ପ୍ରଦାନ କରିଛନ୍ତି ଯେ ଆମେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ। ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତ ତାହାଙ୍କୁ
ଚିହ୍ନି ନଥିଲା। ଜହନ ପ୍ରଥମ ଜହନ 3 ଅଧ୍ୟାୟ 1 ପଦରେ ଲେଖା ଅଛି, ଅନେକ କ୍ଲେଶ ମଧ୍ୟ ଦେଇ ଆମମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ। ପ୍ରେରିତ 14 ପର୍ବ 22 ପଦରେ ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟଙ୍କ ସହ ଭାଗିଦାରେ ଧର୍ମ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାଡ଼ନା ଭୋଗ କରିବେ। 2 ତିମୋଥୀ 3 ପର୍ବ 12 ପଦରେ ଲେଖା ଅଛି, ଜଗତ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଜହନ ତାର 16 ପର୍ବ 33 ପଦରେ ଆପଣମାନେ ପାଇପାରିବେ। ମୁଁ ତୁମମାନଙ୍କୁ ତୁମର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହନ୍ତି। ଜହନ 17 ପର୍ବ 14 ପଦରେ ଆପଣମାନେ ପାଇପାରିବେ। ଖ୍ରୀଷ୍ଟରେ ମୋର ଭାଇ ଭଉଣୀମାନେ, ଆଉ ଯଦି ଜଗତ ତୁମମାନଙ୍କୁ ଘୃଣା କରେ ତେବେ ତୁମମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛନ୍ତି ଏହା ଜାଣ। ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାନ୍ତ ତାହେଲେ ଜଗତ ତୁମମାନଙ୍କୁ ଚିହ୍ନିଥାନ୍ତା, କାରଣ ତୁମ୍ଭେମାନେ ଆପଣର ଲୋକ ଜାଣି ସେ ସ୍ନେହ କରନ୍ତା। କିନ୍ତୁ ତୁମେମାନେ ଜଗତରୁ ଉତ୍ପନ୍ନ ହୋଇନାହ, ବରଂ ମୁଁ ତୁମମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥି ନିମନ୍ତେ ଜଗତ ତୁମମାନଙ୍କୁ ଘୃଣା କରେ। ଜହନ 15, 18 ଏବଂ 19 ପଦରେ ଲେଖା ଅଛି। ଏହି ପଠିତ ବାକ୍ୟରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।